ଶବ୍ଦରଙ୍ଗକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଜିତେନ୍ଦ୍ର। ଆଜିର ଅଳ୍ପ ଗଳ୍ପ ଭୋଜି, ରଚନା ସିଦ୍ଧିପ୍ରସାଦ ସାହୁ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର ଭଞ୍ଜ। ଖାଇବି ବୋଲି ମାଆକୁ ରଖାଇ ଦେଉନଥିବା ମକରାର ପିଲା ଦୁଇଟିକୁ ନିଦରୁ ଯେତେ ଉଠାଇଲେ ବି ଉଠୁନାହାନ୍ତି। ନିଦରୁ ଉଠିଲେ ବି ଖାଇବାକୁ ନାରାଜ। ସନ୍ଧ୍ୟା ପୂର୍ବରୁ ଭାତ 2 ମୁଠାରେ ତୋରାଣୀ କଂସେ ସହିତ ଲୁଣ, ଲଙ୍କା ଓ ଆମ୍ବୁଲ ଠାକରାରେ ଯେଉଁ ଆନନ୍ଦ ପିଲା ଦୁଇଟି ପାଉଥିଲେ, ଆଜି କାହିଁକି ଚିକେନ, ମଟନ, କ୍ଷୀରି ଓ ପଲାଉ ଠାରୁ ମୁହଁ ମୋଡ଼ି ଦେଉଛନ୍ତି ବୋଲି ମା ଭାବୁଥାନ୍ତି। ଯେଉଁ ପିଲାମାନେ କେବଳ ଆମ୍ବୁଲ ଖଟାକୁ ଚିହ୍ନିଛନ୍ତି, ସେମାନେ କେଉଁଠୁ ଜାଣିବେ ପଲାଉର ମଜା? ପୁଣି ମା ଭାବୁଛନ୍ତି, ନାହିଁ ମ, ଏତେ ରାତିରେ କୋଉ ପିଲା ନିଦରୁ ଉଠିବ ଖାଇବାକୁ ଯେ ମୋ ପିଲାମାନେ ଖାଇବାକୁ ଉଠିବେ? ପଡ଼ିଶା ସାଆନ୍ତେ ଘରର ଭୋଜି। ସନ୍ଧ୍ୟା ପୂର୍ବରୁ ମହମହ ହୋଇ ବାସି ଯାଉଥିଲା ଖଣ୍ଡମଣ୍ଡଳ। ମକରାର ବାଡ଼ି ଓ ସାଆନ୍ତଙ୍କର ଘର ବାଡ଼ି ଲଗାଲଗି। ମକରାର ବାପାକୁ ସାଆନ୍ତେ ନିଜ ଜାଗାରୁ ଖଣ୍ଡେ ଦେଇ ରଖାଇଥିଲେ ନିଜର ଘରୋଇ ଚାକର ଭାବରେ। ମକରା ଯେଉଁଦିନ ଜନ୍ମ ହେଲା, ସାଆନ୍ତେ ସେଦିନ ଖୁସି ହେଲେ। କାରଣ କିଛି ନହେଲେ ଉତ୍ତରାଧିକାରୀ ସୂତ୍ରରେ ସାଆନ୍ତେ ମକରାକୁ ନିଜର ଚାକର ଭାବରେ ତ ପାଇଲେ। ମକରାର ପିଲା ଦୁଇଟି ଜାଣିଛନ୍ତି ଆଜି ସେମାନଙ୍କ ବାପା ସେ ସୁଆଦିଆ ଖାଦ୍ୟରୁ କିଛି ଆଣିବେ ନିଶ୍ଚୟ। ସନ୍ଧ୍ୟା ଯାଏ ରାତି ଯେତିକି ବଢ଼ୁଥାଏ, ଭୋଜିର ବାସ୍ନାଟା ସେତିକି ବଢ଼ୁଥାଏ। ଆଉ ଭୋଜିର ବାସ୍ନାଟା ଯେତିକି ବଢ଼ୁଥାଏ, ମକରାର ପିଲା ଦୁଇଟାର ପାଟିରେ ସେତିକି ଲାଳ ଭର୍ତ୍ତି ହେଇଯାଉଥାଏ। ସେହି ଲାଳ ଯେ କେତେବେଳେ 2 ଓଠ ଧାର ଭେଦ କରି ଉଦର ଦେଇ ନାଭିମଣ୍ଡଳ ଅତିକ୍ରମ କରି ତଳେ ପଡ଼ିଯାଉଥାଏ, ମକରାର ପିଲା ଦୁଇଟା ଜାଣିପାରୁନଥାନ୍ତି। ବାବୁଆଣୀମାନେ ସେମାନଙ୍କ ପିଲାମାନଙ୍କ ସହିତ ଦାମୀ ପୋଷାକ ପିନ୍ଧି ନାମୀ କାରରୁ ଓହ୍ଲାଇ ଭୋଜି ଖାଇବାକୁ ଘର ଅଗଣାକୁ ପ୍ରବେଶ କରୁଥାନ୍ତି। ସାଆନ୍ତେ ମଧ୍ୟ ତାଙ୍କ ସାଆନ୍ତିଆ ଢଙ୍ଗରେ 2 କାଛି ଧୋତି, ଲମ୍ବା କୋଟ୍ ପିନ୍ଧି ସମସ୍ତଙ୍କୁ ହସି ହସି ଗୋଲାପ ଦେଇ ସ୍ୱାଗତ କରୁଥାନ୍ତି। ମକରାର ପିଲା ଦୁହେଁ ଦେଖିଲେ ତାରି ପରି ଛୋଟ ପିଲା ଦୁଇଟି ସେମାନଙ୍କ ବାପା ମାଙ୍କ ସହିତ ଭିତରକୁ ଯାଉଥାନ୍ତି ଭୋଜି ଖାଇବା ପାଇଁ। ମକରାର ପିଲାମାନେ ମଧ୍ୟ ଖାଇବାର ଲୋଭକୁ ସମ୍ଭରଣ କରିପାରିନଥିଲେ, ଆଉ ସେମାନଙ୍କ ପଛେ ଭିତରକୁ ପଶିବାକୁ ଚେଷ୍ଟା କଲେ। କିନ୍ତୁ ନା, ସାଆନ୍ତେଙ୍କର ଘର ଗର୍ଜନ ରଡ଼ିରେ ପିଲା ଦୁଇଟା ସ୍ତବ୍ଧ ହୋଇଗଲେ। ଆଗକୁ ଆଉ ପାଦ ଚଳିଲା ନାହିଁ। କେଉଁ ପାଖ ଦେଇ କିପରି ଘର ଭିତରକୁ ପଶିଯାଇଥିବା ବୁଲା କୁକୁର ଦୁଇଟାକୁ ମକରା ଭୋଜି ସ୍ଥାନରୁ ହୁରୁଡ଼େଇ ଆଣୁଥିବା ବେଳେ ପିଲା ଦୁଇଟା ବାପା ବୋଲି ଡାକି ମକରାର ଗୋଡ଼ ଦୁଇଟାକୁ ଭିଡ଼ି ଧରିଲେ। ମକରା କିନ୍ତୁ କିଂକର୍ତ୍ତବ୍ୟ ବିମୂଢ଼। ସାଆନ୍ତଙ୍କ ପ୍ରିୟ ପାତ୍ର ହେବା ପାଇଁ କୁକୁର ଦୁଇଟା ସହିତ ନିଜ ପିଲା ଦୁଇଟିକୁ ବି ବାହାରକୁ ଘଉଡ଼ାଇ ଆଣିଲେ। ସେମାନଙ୍କୁ ଘଉଡ଼ାଇବା ବେଳର ଦୃଶ୍ୟରେ ତଫାତ୍ ଥିଲା। ବୁଲା କୁକୁରକୁ 2ଟା ଟେକା ଫୋପାଡ଼ି ଦେବା ବେଳେ ପିଲା ଦୁଇଟିକୁ ସ୍ନେହରେ କାନ ପାଖରେ ଚୁପ୍ ହୋଇ ମକରା କହିଲା, ଯାଅ ଘରକୁ ପଳାଅ, ଘରେ ଶୋଇଥାଅ। ଭୋଜି ଶେଷ ହେବା ପରେ ହଣ୍ଡା ମାଜିବା ପୂର୍ବରୁ ତମମାନଙ୍କ ପାଇଁ କିଛି ନେଇଯିବି, ହେଲା? ଘରେ ଖାଇବ, ଯାଅ। ପିଲା ଦୁଇଟି ବାପା ବୋଲି ଡାକି କିଛି କହିବା ପୂର୍ବରୁ ମକରା ପିଲା ଦୁଇଟିକୁ ଠେଲି ଦେଇ ଚାଲିଗଲା ତା କାମରେ। ପିଲା ଦୁଇଟି ଦେଖିଲେ ଘରର ଫାଟକ ଦେଇ ଘର ଭିତରକୁ ପଶି ହେଉନାହିଁ। ବାଡ଼ି ପାଖ ଦେଇ ଭୋଜି ଜାଗାକୁ ଯିବାକୁ ଚେଷ୍ଟା କରିବାକୁ ଚିନ୍ତା କଲେ। କାଠ ବାଡ଼ ପରେ ଟଣା ହୋଇଛି ନାଲି ନେଳି କପଡ଼ା। 2 କପଡ଼ାର ମଝି ଫାଙ୍କ ଦେଇ ପିଲା ଦୁଇଟି ଦେଖୁଥାନ୍ତି ଭୋଜିର ଦୃଶ୍ୟ। ଆଃ, ତାରିପରି ପିଲାମାନେ କେତେ ଆନନ୍ଦରେ ଭୋଜି ନ ଖାଉଛନ୍ତି ସତରେ। ମକରାର ସାନ ପୁଅଟି ତାର ବଡ଼ ଭାଇକୁ କହି ଚାଲୁଥାଏ, ଭାଇ ଦେଖ, ସେ ପିଲାଟି ଗୋଟିଏ କାଠିରେ ଥିବା କ'ଣ ଗୋଟେ ଜିନିଷକୁ ଖାଇ ପକାଉଛି। ଏ ଭାଇ, ମୋ ପାଇଁ ସେ ଜିନିଷଟି ଆଣିଦେ ନା, ଏ ଭାଇ। ବଡ଼ ଭାଇ କହୁଥାଏ, ଦେଖ ସେ ବାବୁ କେମିତି କୁକୁଡ଼ାର ଗୋଡ଼ଟାକୁ ଛୁରୀରେ କାଟି ପକାଇ ଖାଉଛନ୍ତି। ବାପା ମୋ ପାଇଁ ସେଥିରୁ ଆଣିଲେ ଆମେ ବି ମିଶିକି ଖାଇବା, ବୁଝିଲୁ? ଏହି ସମୟରେ ସାଆନ୍ତେ ବଡ଼ ପାଟି କରି କହିଲେ, ଆରେ ମକରା, ବୁଲା କୁକୁର ଗୁଡ଼ାକୁ ଶୀଘ୍ର ଘଉଡ଼େଇ ଦେ। କୁକୁର ଗୁଡ଼ାକୁ ଘଉଡ଼ାଇ ଦେବାକୁ ଯାଇ ମକରା ଗୋଟାଏ ଟେକା କୁକୁରକୁ ଲକ୍ଷ୍ୟ କରି ଫୋପାଡ଼ି ଦେଲା। କୁକୁର ଦୁଇଟା ଭୁସ୍ ଭାସ୍ କରି 2 କପଡ଼ା ଫାଙ୍କ ଦେଇ ଡେଇଁ ପଳାଇଲେ। ଆଉ ପିଲା ଦୁଇଟି ଭୟରେ ନିଜ ମା ପାଖକୁ ଯାଇ କହିଲେ, ମା, ଆମକୁ ନିଦ ଲାଗିଲାଣି, ଶୋଇବୁ। ବାପା ଖାଇବା ଆଣିଲେ ଆମକୁ ଉଠାଇ ଦେବୁ, ଆମେ ଖାଇବୁ। ଭୋଜି ଶେଷରେ ମକରା ଯେତେବେଳେ ଖାଇବା ଆଣି ଆସିଲା, ମା ଉଠେଇଲେ ପିଲା 2 ଜଣଙ୍କୁ ଖାଇବା ପାଇଁ। ପିଲା 2 ଜଣ ଖାଲି ବାଉଳି ହେଇ କହୁଥାନ୍ତି,
ସେ କୁକୁଡ଼ାର ଗୋଡ଼ଟା ମୋତେ ଦେ। ସେ ପିଲା ଯେଉଁ କାଠିରେ ଖାଉଛି ସେଇ ଖାଦ୍ୟଟା ମୋତେ ଦେ। ମା ପିଲା ଦୁଇଙ୍କ ମୁଣ୍ଡକୁ ଆଉଁଶୁଥାନ୍ତି। ହଠାତ୍ ହାତଟି ଅଟକିଗଲା ସାନ ପୁଅର ମୁଣ୍ଡ ପାଖରେ। ଏ କ'ଣ ମଣ୍ଡା ପିଠା ପରି ଫୁଲି ଯାଇଛି? ମକରାକୁ ପଚାରିବାରୁ ମକରା କିଛି କହି ନପାରି ମନେ ମନେ ଭାବୁଥାଏ, କୁକୁରକୁ ଢେଲା ମାଡ଼ କଲାବେଳେ ସେହି ଢେଲା ମୋ ଭୋକିଲା ପୁଅର ମୁଣ୍ଡରେ ପଡ଼ିଯାଇ ନାହିଁ ତ? ଧନ୍ୟବାଦ।